ଜୟ ଜଗନ୍ନାଥ। ବୃଷ ରାଶି ବିଷୟରେ ଆଲୋଚନା କରିବା। ବୃଷ ରାଶି ଶୁକ୍ରାଚାର୍ଯ୍ୟ, ଦୈତ୍ୟ ଗୁରୁ ଏବଂ ଗ୍ରହମଣ୍ଡଳର ସିଏ ହେଉଛନ୍ତି ମନ୍ତ୍ରୀ। ବୃହସ୍ପତି ଏବଂ ଶୁକ୍ରଙ୍କୁ ମନ୍ତ୍ରୀ କୁହାଯାଏ। ଆପଣ ବୃଷ ରାଶିର ଜାତକ। ରାହୁ ଏବେ ଆସୁଛନ୍ତି ଆପଣଙ୍କର କର୍ମଭାବକୁ। ରାହୁଙ୍କର ଧନିଷ୍ଠା ନକ୍ଷତ୍ରର ଯେଉଁ ପ୍ରଭାବ, ଧନିଷ୍ଠା ନକ୍ଷତ୍ରର ଯେଉଁ ପ୍ରଭାବଟା ଏବେ ଆପଣଙ୍କ ଜୀବନକୁ ପୁରା ବଦଳାଇ ଦେବ। କେମିତି ବଦଳାଇ ଦେବ, ପଜିଟିଭଲି ନା ନେଗେଟିଭଲି, ସେଇଟା ଆମେ ଆଲୋଚନା କରିବା। ଫାଷ୍ଟ କଥା ତ ଏଇ କିଛି ଦିନ ହେଲା ଆପଣମାନେ ବହୁତ ପ୍ରୋବ୍ଲେମରେ ଅଛନ୍ତି। ଆପଣମାନଙ୍କର ପ୍ରତ୍ୟେକ କାର୍ଯ୍ୟ ନିହାତି ଭାବରେ ଅଟକୁଛି। ଆପଣ ଶତବିଶା ନକ୍ଷତ୍ରକୁ ଯେତେବେଳେ ଆମର ରାହୁ ଆସିଥିଲେ, ଆପଣଙ୍କର ଇନକମ୍ ବି କିଛି ମାତ୍ରାରେ ହେଇଥିଲା, କିନ୍ତୁ ଗୋଟେ ପଇସା ଆପଣଙ୍କର ବଞ୍ଚିଲାନି। ଆପଣଙ୍କର ଲୋନ୍ ମଧ୍ୟ ଧୀରେ ଧୀରେ ଯଦି ଲୋନ୍ଟା ଥିଲା ଆପଣଙ୍କର ଧୀରେ ଧୀରେ କମିବା ଅପେକ୍ଷା ଆପଣଙ୍କ ଲୋନ୍ ୟାଠୁ ନେଇକି ତାକୁ ଦେବା, ତାକୁ ଏଇସବୁ ଜିନିଷ ଗୁଡ଼ାକ ହେଇଛି ବୃଷ ରାଶିର ବ୍ୟକ୍ତି। କର୍ମକ୍ଷେତ୍ରରେ ଭାରି ଆପଣ ଚିନ୍ତାରେ ଅଛନ୍ତି। ଆପଣଙ୍କର ବହୁତ ପ୍ରୋବ୍ଲେମ୍ ଚାଲିଛି। ବୃଷ ରାଶିରେ ଜାତକ ଅତ୍ୟନ୍ତ ଭାଗ୍ୟଶାଳୀ କୁହାଯାଏ, ଶୁକ୍ରାଚାର୍ଯ୍ୟଙ୍କର ଯେହେତୁ ରାଶିସ୍ୱାମୀ। କିନ୍ତୁ ଏଇ ଯେଉଁ ଶନିଙ୍କର ଯେଉଁ ମୀନ ରାଶିକୁ ଯେତେବେଳେ ଆସିଲେ ଏବଂ ରାହୁଙ୍କର ଶତବିଶାର ପ୍ରବେଶ ଆପଣଙ୍କ ଜୀବନକୁ ଅତ୍ୟନ୍ତ ପ୍ରୋବ୍ଲେମରେ ପକାଇଛି। ଆଜି ଆମେ କମ୍ପ୍ଲିଟଲି ଶାସ୍ତ୍ର ଅନୁସାରେ ଆଲୋଚନା କରିବା। ଆପଣଙ୍କ ଗୋଚରୀ କୁଣ୍ଡଳୀ ଦେଖିବା, ଗୋଚରିକ କୁଣ୍ଡଳୀରେ ପ୍ରଭାବ ଆଲୋଚନା କରିବା। ଦେଖନ୍ତୁ, ବହୁତ ଲମ୍ବା ସମୟ 5 ଡିସେମ୍ବର ଯାଇ ଆପଣଙ୍କର ଏଇ ଫଳାଫଳଟା। ତ ଆସନ୍ତୁ, ପ୍ରଥମେ ମୁଁ ଆପଣଙ୍କର ଗୋଚର କୁଣ୍ଡଳୀ, ଯେଉଁ ଜାତକ ଆପଣଙ୍କର ରାଶିର ଗୋଚରିତ କୁଣ୍ଡଳୀ ଦେଖାଉଛି। ଆପଣଙ୍କର ଗୋଚର କୁଣ୍ଡଳୀକୁ ମୁଁ ଆପଣଙ୍କ ସାମ୍ନାରେ ରଖୁଛି। ଆପଣ ନିଜେ ମଧ୍ୟ ଆପଣଙ୍କର ଗୋଚର କୁଣ୍ଡଳୀକୁ ଦେଖନ୍ତୁ। କେଉଁ ଭାବରେ କେଉଁ ଗ୍ରହ କେମିତି ଭାବରେ ବିରାଜମାନ ଆପଣ ନିଶ୍ଚିତ ଭାବେ ଦେଖିପାରୁଥିବେ। କେଉଁ ଗ୍ରହ ମାନେ ଆଜି ଆମେ ବେସିକାଲି ରାହୁଙ୍କ କଥା କହିବା। ଦେଖନ୍ତୁ, ଫାଷ୍ଟ କଥା, ଏଇଟା କ'ଣ ପାଇଁ ଗୁରୁତ୍ୱପୂର୍ଣ୍ଣ? ଧନିଷ୍ଠା ନକ୍ଷତ୍ରରେ ପ୍ରବେଶ। ଧନିଷ୍ଠା ନକ୍ଷତ୍ର ହେଉଛନ୍ତି ମଙ୍ଗଳ ମହାରାଜଙ୍କର, ମଙ୍ଗଳଦେବଙ୍କର। ମଙ୍ଗଳଦେବ ହେଉଛନ୍ତି ନବଗ୍ରହଙ୍କ ମାନଙ୍କ ମଧ୍ୟରୁ ସବୁଠୁ ଅତ୍ୟନ୍ତ ବଳଶାଳୀ ଏବଂ ଅତ୍ୟନ୍ତ ପାୱାରଫୁଲ୍ କୁହାଯାଏ। ଆପଣ ଜାଣିଥିବେ, ମଙ୍ଗଳ ଯାହାଙ୍କର ଖରାପ ଥାଏ ବହୁତ କିଛି ତା ଜୀବନରେ ପ୍ରୋବ୍ଲେମ୍ ହୁଏ। ଆପଣ ଭଲ କି ଜାଣିଛନ୍ତି। ଆମେ ଯଦି ଦେଖିବା, ଆଲୋଚନା କରିବା ଶାସ୍ତ୍ରଗତ, ରାହୁ ଏବଂ ମଙ୍ଗଳ ଦୁଇ ଜଣ ସାଥିରେ ରହିଲେ ଭଲ ନୁହେଁ। କିନ୍ତୁ ରାହୁ ସମସ୍ତ ନକ୍ଷତ୍ରରେ ଗୋଚର ଯେତେବେଳେ କରନ୍ତି ଯାଆନ୍ତି, କିନ୍ତୁ ରାହୁ ଯେତେବେଳେ ଧନିଷ୍ଠା ନକ୍ଷତ୍ରକୁ ଯାଆନ୍ତି, ଅର୍ଥାତ୍ ମଙ୍ଗଳଙ୍କ ନକ୍ଷତ୍ରକୁ ଯେତେବେଳେ ଯାଆନ୍ତି, ଅତ୍ୟନ୍ତ ଉଚ୍ଚ ଏବଂ ଯଦି ପଜିଟିଭ୍ ଆପଣଙ୍କ ଜାତକରେ ଥାଏ, ଅତ୍ୟନ୍ତ ପଜିଟିଭଲି ସେ ରେଜଲ୍ଟ ଦିଅନ୍ତି। ଆପଣଙ୍କର ଚାକିରି ହେଉନଥିଲା, ଆପଣଙ୍କର କର୍ମକ୍ଷେତ୍ରରେ ପ୍ରୋବ୍ଲେମ୍ ହେଉଥିଲା, ଆପଣଙ୍କୁ ଅପମାନ ମିଳୁଥିଲା, ଆପଣଙ୍କ ମାନ ସମ୍ମାନ ହାନି ହେଉଥିଲା, ଯଶର ନିହାତି ଭାବରେ ହାନି ହେଉଥିଲା। ସମସ୍ତ ପ୍ରୋବ୍ଲେମ୍ ଆପଣମାନଙ୍କୁ ଦୂର କରିବା ପାଇଁ ରାହୁଦେବ ଏବେ ସଂକଳ୍ପବଦ୍ଧ। ଧନିଷ୍ଠା ନକ୍ଷତ୍ରରେ ପ୍ରବେଶ ହେତୁ ଆପଣଙ୍କୁ ଚାକିରି, କର୍ମ, କ୍ୟାରିୟର, ବିଜନେସ୍ ସବୁ କ୍ଷେତ୍ରରେ ଫାଇଦା ମିଳିବ। କାହିଁକିନା ଆପଣଙ୍କର ସେ 10th ହାଉସ୍ରେ ଅଛନ୍ତି। ଫାଷ୍ଟ କଥା ଆପଣ ଜାଣନ୍ତୁ, 10th ହାଉସ୍ ହେଉଛି କର୍ମର ହାଉସ୍। ଆଉ ବୃଷ ରାଶିରେ 10th ହାଉସ୍ରେ ଆପଣଙ୍କର 11 ଏଠି ଲେଖାଯାଏ। ଅର୍ଥାତ୍ ଏଇଟା ହେଉଛି ଶନିଦେବଙ୍କର ରାଶି। ଶନିଦେବଙ୍କ ରାଶିରେ ରାହୁ ଏମିତି ବି ପଜିଟିଭ୍ ହେଇଥାନ୍ତି। ପଜିଟିଭ୍ ମାନେ କ'ଣ? ଷ୍ଟ୍ରଙ୍ଗ ହେଇଥାନ୍ତି। ଆଉ ଯଦି ଆମେ ଆଲୋଚନା କରିବା, ଆପଣ ଭଲକି ଦେଖନ୍ତୁ, ରାହୁଙ୍କର ଦୃଷ୍ଟି ଥାଏ, ପଞ୍ଚମ ଦୃଷ୍ଟି, ସପ୍ତମ ଦୃଷ୍ଟି, ନବମ ଦୃଷ୍ଟି। ଆମେ ଏଇଠୁ 5 ଗଣିବା, 1 2 3 4 5। ଆପଣଙ୍କର ଏଇଠି ଦୃଷ୍ଟି ପଡ଼ିଲା, ରାହୁଙ୍କର ଗୋଟେ ଦୃଷ୍ଟି ପଡ଼ିଲା ଆପଣଙ୍କର ଏଇଠି। ଏଇଟା ହେଉଛି ଆପଣଙ୍କର କେଉଁ ଘର? ଏଇଟା ହେଉଛି ଆପଣଙ୍କର ବାଣୀର ଘର, କଥାବାର୍ତ୍ତାର ଘର, ଫ୍ୟାମିଲିର ଘର, କୁଟୁମ୍ବର ଘର। ଅର୍ଥାତ୍ ଆପଣଙ୍କର ଯେଉଁ ଲାଇଫଷ୍ଟାଇଲ୍, ଯେଉଁ ରିଲେସନସିପ୍, ଯାହାଙ୍କ ସାଥିରେ ଆପଣ ଅଛନ୍ତି, ଘରେ ଯେଉଁମାନଙ୍କ ସହିତ ସମ୍ପର୍କ ନିହାତି ଭଲ ରହିବା କଥା। ବହୁତ ଦିନ ହେଲା ଆପଣମାନଙ୍କ ବହୁତ ପ୍ରୋବ୍ଲେମ୍ ହେଉଥିଲା, ସମ୍ପର୍କରେ ମଧ୍ୟ ଫାଟ ଦେଖୁଥିଲା, ଘର ଲୋକଙ୍କ ସାଥିରେ ହେଉ, ବାହାର ଲୋକଙ୍କ ସାଥିରେ, ସେଇ ଜିନିଷ ଠିକ୍ ହେଇବ। ଏବଂ ଏଇଟା ହେଉଛି ଅର୍ଥର ଘର। ଆପଣ ବହୁତ ପଇସା ଇନକମ୍ କିଛି ଦିନ ଆଗରୁ କରିଥିଲେ। ଆପଣ ଦେଖନ୍ତୁ, ଗୋଟେ ବଢ଼ିଆ ସମୟ ଆସିଥିଲା ବୃଷ ରାଶିମାନଙ୍କର, କିନ୍ତୁ ପଇସା ସେମାନେ ରଖିପାରିନାହାନ୍ତି, ବଦଖର୍ଚ୍ଚ ହେଇଯାଇଛି। ନିଶ୍ଚିତ ଭାବରେ ଏଇ ଯେଉଁ ଦୃଷ୍ଟିଟି ଆପଣଙ୍କୁ ମଙ୍ଗଳ ବର୍ତ୍ତମାନ ଆପଣଙ୍କୁ ଦେଖିବେ, ଏମିତି କରିବେ, ହିସାବ ନିକାଶ ଆପଣ ଠିକ୍ କରିବେ। ବୁଝିଲେ? ଆପଣ ଗୋଟେ ପ୍ରକାର ହିସାବ ଠିକ୍ କରିବେ। ଅର୍ଥାତ୍ ଅର୍ଥ ଆପଣମାନଙ୍କର ନିଶ୍ଚିତ ଭାବରେ ଉତ୍ତରୋତ୍ତର ଉନ୍ନତି ହେବ। ଧୀରେ ଧୀରେ ଆପଣମାନଙ୍କର ଗୋଟେ ପ୍ରକାର ବହୁତ ହି ବଢ଼ିଆ ସମୟଟା ଆକ୍ଚୁଆଲି ଅର୍ଥଜନିତ ପଳେଇ ଆସୁଛି। ତାପରେ ଆପଣମାନେ ଦେଖନ୍ତୁ, ରାହୁଙ୍କର ସପ୍ତମ ମଧ୍ୟ ଦୃଷ୍ଟି ଅଛି। ସପ୍ତମ ଦୃଷ୍ଟି ହେଉଛି
এইଠୁ ଆପଣ ସେଇଭଳିଆ ଗଣିବେ 1 2 3 4 5 6 7 ଆପଣ ଜାଣିପାରିଲେ ଆପଣମାନଙ୍କର ସପ୍ତମ ଦୃଷ୍ଟିଟା କେଉଁଠି ପଡ଼ିଲା। ଆପଣଙ୍କର ସପ୍ତମ ଦୃଷ୍ଟି ଡାଇରେକ୍ଟଲି 1 2 3 4 5 6 7 ଏଇଠି ଭୌତିକ ସୁଖ, ବୁଝିଲେ। ଆପଣମାନଙ୍କର ଭୌତିକ ସୁଖର ଅର୍ଥ ଜାଣିଛନ୍ତି ଜୀବନର ଯେଉଁଟା ଅତ୍ୟନ୍ତ ସୁଖ ଘର। ଦେନ୍ ତାପରେ ଆପଣ ଦେଖନ୍ତୁ, ଆପଣ ଫାର୍ଷ୍ଟ କଥା ଆପଣମାନଙ୍କର ଘରେ ବହୁତ ଜିନିଷ ଗୁଡ଼ାକ ଏମିତି ହେଉଥିଲା, ଆପଣ ଘର ତିଆରି କରିବାକୁ ଚାହୁଁଥିଲେ, ନିଜର ଗାଡ଼ି କିଣିବାକୁ ଚାହୁଁଥିଲେ, ସେସବୁ ପ୍ରୋବ୍ଲେମ୍ ହେଉଥିଲା। ଏବେ ଏଇ ଜିନିଷ ବି ପଜିଟିଭ୍। ଆପଣଙ୍କର ଦେଖନ୍ତୁ ଯେଉଁ ଘରେ ରାହୁଙ୍କର ପ୍ରଭାବ ପଡ଼ିବ ସେଇଟା ପଜିଟିଭ୍ ହେଇଯିବ। ଆପଣଙ୍କର ଘର କରିବାର ସମୟ, ଅର୍ଥ ଉପାର୍ଜନର ସମୟ, ଆପଣମାନଙ୍କର ସେକେଣ୍ଡଲି ଆପଣଙ୍କର ଯଦି ମାଆଙ୍କର ସ୍ୱାସ୍ଥ୍ୟ ପ୍ରୋବ୍ଲେମ୍ ହେଉଥିଲା ସେଇ ପ୍ରୋବ୍ଲେମ୍ ଦୂର ହେବ। ଗୋଟେ ପ୍ରକାର ଏଇ ଯେଉଁ ରାହୁଙ୍କର ସପ୍ତମ ଦୃଷ୍ଟି ଇଏ ମଧ୍ୟ ଆପଣଙ୍କର ଅତ୍ୟନ୍ତ ପଜିଟିଭ୍ ହେବ। ଆପଣମାନଙ୍କର କିଛି ନା କିଛି ଯନ୍ତ୍ରଜନିତ ଜିନିଷ ହେଉ, ନୂଆ ମୋବାଇଲ୍ ହେଉ, ନୂଆ ଟିଭି ହେଉ, ଅର୍ଥାତ୍ ନୂଆ ଗାଡ଼ି ମଧ୍ୟ ଆପଣଙ୍କୁ ଦେଖାଉଛି, ବୁଝିଲେ। ନିଶ୍ଚିତ ଭାବରେ ଆପଣମାନଙ୍କର ହେବ। ଦେନ୍ ଆପଣଙ୍କର ନବମ ଦୃଷ୍ଟି ଦେଖାଉଛି। ନବମ ଦୃଷ୍ଟି ହେଉଛି ଆପଣମାନଙ୍କର ଡାଇରେକ୍ଟଲି ଆପଣଙ୍କର ଷଷ୍ଠ ଭାବକୁ ପଡ଼ୁଛି। 1 2 3 4 5 6 ଆପଣମାନଙ୍କର ନବମ ଦୃଷ୍ଟି ଯେହେତୁ ଷଷ୍ଠ ଭାଗକୁ ପଡ଼ୁଛି, ଆପଣମାନଙ୍କର ରୋଗ ଚାଲିଥିଲା, ପ୍ରୋବ୍ଲେମ୍ ହେଉଥିଲା, ଏସବୁରେ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିବ। ତ ଗୋଟେ ପ୍ରକାର ଆପଣମାନଙ୍କର ଋଣ ମଧ୍ୟ ଏଇଠି ଆପଣମାନଙ୍କର ଋଣ ସୁଝିବାର ମଧ୍ୟ ସମୟ। ତ ଗୋଟେ ପ୍ରକାର ଆପଣମାନଙ୍କର ବହୁତ ଜିନିଷରେ ଏଇଠି ପଜିଟିଭ୍ ହେବ ଯାହା ଲାଗୁଛି ରାହୁ କହିತು। କିନ୍ତୁ ଶାସ୍ତ୍ର କୁହେ କ'ଣ ସମସ୍ତଙ୍କ ଜାତକରେ, ମୁଁ ଯେଉଁ ପଜିଟିଭ୍ କଥା କହିଲି, ସମସ୍ତ ବୃଷ ରାଶିର ବ୍ୟକ୍ତିଙ୍କର ନିହାତି ଭାବରେ ଏଇଭଳିଆ ଫଳ ବଢ଼ିଆ ଫଳିତ ହେବ ନା, କେବେ ନୁହେଁ। ତା ପାଇଁ ଆପଣ କ'ଣ ଦେଖିବେ, ଆପଣ ନିଜର ଜାତକ ଦେଖିବେ। ଆପଣଙ୍କ ନିଜ ଜାତକରେ ଏଇ ଘରେ, ଏଇଟା ହେଉଛି ଷଷ୍ଠ ଘର, ଷଷ୍ଠ ଘର, ଅଷ୍ଟମ ଘର କିମ୍ବା 12ତମ ଘରେ, ଏଇ ଘରେ ଯେମିତି ରାହୁ ମହାରାଜ ନ ବସିବା ଆବଶ୍ୟକ। ଏବଂ 8 ଏବଂ 9 ଯେଉଁଠି ଲେଖାଯାଇଥିବ, ଯେଉଁଠି ବି 8 ଏବଂ 9 ଲେଖାଯାଇଥିବ ସେଠି ରାହୁ ମହାରାଜ ନ ବସିବା ଦରକାର। ଦେଖନ୍ତୁ, ସମସ୍ତ ଜାତକ ଜାତିକାଙ୍କର ଗ୍ରହ ଗୋଚର ଫଳ ଯେଉଁ ହେଉଛି, ଆପଣମାନଙ୍କର ଜାତକରେ କେଉଁ ଗ୍ରହ କେଉଁଠି ବସୁଛନ୍ତି ସେଇଟା ଆପଣମାନେ ଜାଣନ୍ତି। ତ ଆପଣ ଦେଖନ୍ତୁ 6 8 12 ଘରେ କିଏ ଆପଣଙ୍କର ଅଛି, 6 8 12 ଘରେ ଯଦି ରାହୁ ମହାରାଜ ଥିବେ, କି ମଙ୍ଗଳ ମହାରାଜ ମଧ୍ୟ ଥିଲେ, ଟିକେ ନେଗେଟିଭ୍, ଟିକେ ନୁହଁ ନେଗେଟିଭ୍, ଏ ଯେଉଁ ଫଳଟା ଆପଣଙ୍କ ପାଇଁ ନୁହଁ। ଆପଣ କିନ୍ତୁ ଠିକ୍ କରିପାରିବେ। ଆପଣ କେମିତି ଠିକ୍ କରିପାରିବେ, ଆପଣଙ୍କର ନିଜ ଜାତକ ଦେଖିବେ। ନିଜ ଜାତକ ଦେଖିଲା ପରେ ଆପଣମାନେ ସେ ତା'ର ପ୍ରତିକାର କରିବେ। ଆପଣ ଆମକୁ ମଧ୍ୟ କଲ୍ କରିପାରିବେ, କନସଲଟେସନ୍ ପାଇଁ କଲ୍ କରିପାରିବେ। ଆମର ଚାର୍ଜେସ୍ ବହୁତ କମ୍ ରହୁଛି, 399 ଆମେ ରହୁଛୁ, ବିକଜ ବହୁତ ଲୋକ କଲ୍ କରୁଛନ୍ତି। ତ ଏଇଟା ଗୋଟେ ସେବା। 399ରେ ଆପଣମାନଙ୍କର ପୁରା ଲାଇଫ୍ର ଆପଣଙ୍କର ବିବରଣୀ ପାଇବେ ୱିଥ୍ ରେମେଡ଼ି ପ୍ରତିକାର। କିନ୍ତୁ ମୁଁ ଆଉ ଗୋଟେ ପ୍ରତିକାର ଏଇ ଭିଡ଼ିଓ ମାଧ୍ୟମରେ କହୁଛି। ଓମ୍ ରାମ ରାହାବେ ନାମ এই ମନ୍ତ୍ର ଜପ କରନ୍ତୁ। ଓମ୍ କ୍ରାଂ କ୍ରିଂ କ୍ରୌଂ ଶ ଭୋମାୟ ନମ এই ମନ୍ତ୍ର ଦୁଇଟା ଆପଣ ଜପ କରନ୍ତୁ। এই ଦୁଇ ମନ୍ତ୍ର ସହିତ ମହାଦେବ ପାର୍ବତୀଙ୍କର ପ୍ରାର୍ଥନା କରନ୍ତୁ ଏବଂ ହନୁମାନ ଚାଳିଶା ପାଠ କରନ୍ତୁ। ଜୟ ଜଗନ୍ନାଥ।